भारतीय जनता पार्टीर प्राक्तन सभापति प्राक्तन केन्द्र भूपृष्ठ परिवहन मंत्री तथा केन्द्र शिक्षा मंत्री धर्मेन्द्र प्रधान पिता डाक्टर देवेन्द्र प्रधान मर शरीर पंचभूतरे लीन होईछि। स्वर्गद्वार महाश्मशान में मुख्यमंत्री मोहन चरण माझी, उपमुख्यमंत्री प्रभाती परिड़ा, राजस्व मंत्री सुरेश पुजारी, परिवहन मंत्री विभूतिभूषण जेना, विद्यालय और गणशिक्षा मंत्री नित्यानंद गंड, खाद्य जोगाण और खाउटी कल्याण मंत्री कृष्णचंद्र पात्र, पुरी सांसद डाक्टर संबित पात्र, ढेंकानाल सांसद रुद्रपाणी, जोगगुरु बाबा रामदेव, पिपिली विधायक आश्रित पट्टनायक, सत्यवादी विधायक ओम प्रकाश मिश्र, अन्यान्य सांसद विधायक, अन्य राज्य आसिथिबा लोकप्रतिनिधिवृंद, पूर्वतन विधायक जयंत सरंगी, जिला परिषद सभापति स्वप्नाराणी स्वाईन, जिलापाल सिद्धार्थ शंकर स्वाईन, एसपी विनीत अग्रवाल, अतिरिक्त जिलापाल राजस्व डाक्टर शरदचंद्र महापात्र, अतिरिक्त जिलापाल प्रोटोकॉल नीलमाधव भोई, जिला परिषदर मुख्य उन्नयन अधिकारी प्रियरंजन पृष्टि, पौर निर्वाही अधिकारी अभिमन्यु बेहेरा, पिकेडीओर सचिव दिलीप कुमार पाणिग्राही, उपजिलापाल राजकिशोर जेना, अतिरिक्त उपजिलापाल नीलमाधव माझी एवं पार्टीर राज्य सभापति मनमोहन सामल समेत राज्य ठारू आरंभ करी मंडल स्तर पर्यंत बहु पदाधिकारी उपस्थित रही सेमानक प्रिय नेतांकु शेष विदाय जणाइथिले। पुलिस बाहिनी पक्षरु सम्मान सूचक गार्ड ऑफ ऑनर प्रदान करा जायतिला। जिला प्रशासन पक्षरु मध्य बहु वरिष्ठ अधिकारी उपस्थित रही शेष सम्मान जणाइथिले। स्वर्गत प्रधान सभाधार पुरी सहर में प्रवेश करने पूर्व अठरनला निकटरे पार्टीर पुरी जिला सभापति डाक्टर देवेन्द्रनाथ तरेई, वरिष्ठ नेता कृष्णचंद्र जगदेव, प्राक्तन जिला सभापति प्रभंजन महापात्र, जिला युव मोर्चा सभापति जयंत कुमार दास, पुरखा कर्मी नारायण दास, राजकुमार मिश्र और आदिकंद श्रीचंदन, सिंहदरा मंडल सभापति राजकिशोर पंडा, माउसमा मंडल सभापति अजय कुमार दास और श्रद्धावाली मंडल सभापति बिरंची मिश्र एवं you'll have area. ए नईर तुठे जिए पाद देथिला ए नईर तुठे जिए पाद देथिला मिछर हिसाब खाता जाइछि तचिरी समय हातरे डोरी समय हातरे डोरी।
ଠୁ ଦିନେ ଯିଏ ମାଗିନି ପାଉଣା ଜୀବନଠୁ ଦିନେ ଯିଏ ମାଗିନି ପାଉଣା ମଣିଷର ମୁଖା ଦେଖି ଯାଏ ସିଏ ହାରି ସମୟ। ନିଶ୍ଚିତ ଭାବରେ ଡାକ୍ତର ଦେବେନ୍ଦ୍ର ପ୍ରଧାନ ଓଡ଼ିଶା ଏବଂ ଓଡ଼ିଶାରେ ତାଙ୍କର କାର୍ଯ୍ୟକ୍ରମ ଭାରତୀୟ ଜନତା ପାର୍ଟିର ସଂଗଠନକୁ ମଜବୁତ କରିବା ଏବଂ ଓଡ଼ିଶାର ବିକାଶମୂଳକ କାମରେ ତାଙ୍କର ସ୍ୱତନ୍ତ୍ରତା ତାଙ୍କର ଯେଉଁ ଯୋଗଦାନ ରହିବା ଏ ନିଶ୍ଚିତ ଭାବରେ ଆଜି ଆମକୁ ଭାରି କଷ୍ଟ ଦେଇଛି। ତାଙ୍କର ଦେହାନ୍ତ ହେଇଛି। ଆଜି ଅନ୍ତ୍ୟେଷ୍ଟିକ୍ରିୟା ପୁରୀର ସ୍ୱର୍ଗଦ୍ୱାରରେ ହେଉଛି। ହଜାର ହଜାର ଦର୍ଶକ ଯେଉଁମାନେ ତାଙ୍କୁ ଭଲ ପାଉଥିଲେ ତାଙ୍କର ଉପସ୍ଥିତିରେ ସେମାନେ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି। ଏ ନିଶ୍ଚିତ ଭାବରେ ଓଡ଼ିଶା ଜଣେ ବହୁତ ବଡ଼ ନେତୃତ୍ୱକୁ ଆଜି ହରେଇଛି। ସେଥିପାଇଁ ଆମେ ତାର ଅପୂରଣୀୟ ଯେଉଁ କ୍ଷତି ହେଇଛି ସେଥିପାଇଁ ଆମେ ଚିନ୍ତା ବ୍ୟକ୍ତ କରୁଛୁ। ଇଏ ପୂରଣ ହେବା ପାଇଁ ବହୁତ ଦିନ ସମୟ ଲାଗିବ। ସେ ନିରନ୍ତର ଭାବରେ ରାଜ୍ୟର ସଂଗଠନକୁ ଯେଭଳି ଭାବରେ ତଳ ସ୍ତରରୁ ପ୍ରତି ଗାଁକୁ ଯିବା, ପ୍ରତି ବ୍ଲକକୁ ଯିବା, ଜିଲ୍ଲାକୁ ଯିବା, ଯେଭଳି ସେ ଜଣେ ଡାକ୍ତର ଥିବା ସତ୍ତ୍ୱେ ମଧ୍ୟ ସଂଗଠନକୁ ଗୁରୁତ୍ୱ ଦେଉଥିଲେ ସେ ସଂଗଠନ ଆଜି ଗୋଟେ ମହାଦ୍ରୁମ ପାଲଟି ଯାଇଛି ଏବଂ ଆଜି ସରକାର ମଧ୍ୟ ତିଆରି ହେଇଛି ଏବଂ ସେଥିରେ ତାଙ୍କର ଯେଉଁ ସେୟାର ତାଙ୍କର ଯେଉଁ ଭାଗ ରହିଛି ସେଥିରେ ନିଶ୍ଚିତ ଭାବରେ ସିଂହ ଭାଗ ରହିଛି। ଶ୍ରେଷ୍ଠତ୍ୱ ତାଙ୍କ ନେତୃତ୍ୱ ବଳରେ ଏବଂ ଯେତେବେଳେ ସେ କେନ୍ଦ୍ରମନ୍ତ୍ରୀ ମଧ୍ୟ ହେଲେ, କେନ୍ଦ୍ରମନ୍ତ୍ରୀ ହେଲା ପରେ ଆପଣଙ୍କର ଯେଉଁ ସରଫେସ୍ ମିନିଷ୍ଟର ହେଲେ ଏବଂ କୃଷି ମନ୍ତ୍ରୀ ବି ଥିଲେ। ବିଶେଷ କରିକି ନ୍ୟାସନାଲ ସରଫେସ୍ ମିନିଷ୍ଟର ହେଲା ପରେ ସେ ଯେଭଳି ଭାବରେ ଓଡ଼ିଶାକୁ ପ୍ରାଧାନ୍ୟ ଦେଇଥିଲେ ସେଥିରେ କନକପୁରାରୁ ଆପଣଙ୍କର ଚଣ୍ଡିଖୋଲ ପର୍ଯ୍ୟନ୍ତ ରାସ୍ତାକୁ NH କରାଇବା ଆୟା ତାଳଚେର NTPC ଦେଇକି ଏବଂ ସେଇଭଳି ଭାବରେ ସୁନ୍ଦରଗଡ଼ ଜିଲ୍ଲାର ରାଜାମୁଣ୍ଡା ଠାରୁ କେନ୍ଦୁଝର ଦେଇକି ଆପଣଙ୍କର ପାଣିକୋଇଲି ପର୍ଯ୍ୟନ୍ତ ଏ ରାସ୍ତାକୁ ଜାତୀୟ ରାଜପଥ କରିବା ତାଙ୍କର ଏଭଳି ଅନେକ ଗୁଡ଼ାଏ ଗୁରୁତ୍ୱପୂର୍ଣ୍ଣ ସେ ପଦକ୍ଷେପ ନେଇଥିଲେ। ଦୁଃସାହସିକ ପଦକ୍ଷେପ କୁହାଯିବ ଏବଂ ସେ ସମୟରେ NH କିଭଳି ଭାବରେ ହେବ ଏବଂ ଆମ କେନ୍ଦୁଝର ଜିଲ୍ଲାର ମାଇନ୍ସରେ ଯେଭଳି ଭାବରେ ଟ୍ରାଫିକ ବହୁତ ବଡ଼ ଅନିୟନ୍ତ୍ରିତକୁ ପଡି ଯାଇଥିଲା ଏ NH ହେବା ଦ୍ୱାରା ଏବଂ ତାଙ୍କର ଯେଭଳି ଭାବରେ ଗୁରୁତ୍ୱ ଦେଇଥିଲେ ଓଡ଼ିଶାକୁ ନିଶ୍ଚିତ ଭାବରେ ତାଙ୍କର ଅବଦାନକୁ ଭୁଲି ହେବ ନାହିଁ ଏବଂ ଏ ସ୍ୱର୍ଗଦ୍ୱାରରେ ମଧ୍ୟ ଆଜି ଏଠି ହଜାର ହଜାର ଯେଉଁମାନେ ତାଙ୍କୁ ଭଲ ପାଉଥିଲେ ସମସ୍ତ ବ୍ୟକ୍ତିବିଶେଷ, ସମସ୍ତ ରାଜନେତା, ସମସ୍ତେ ଏଠି ଆଧ୍ୟାତ୍ମିକ ନେତା, ସମସ୍ତେ ଅଧିକାରୀ ସମସ୍ତେ ଏଠି ଉପସ୍ଥିତ ରହିବା ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି। ମୁଁ ମଧ୍ୟ ଆଜି କାଲି ମୁଁ ତାଙ୍କର ଏୟାରପୋର୍ଟରେ ଏବଂ ଆମର ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟରେ ଏବଂ ତା ସହିତ ମଧ୍ୟ ତାଙ୍କ ଘରେ ବାସଭବନରେ ମଧ୍ୟ ଉପସ୍ଥିତ ରହି ତାଙ୍କୁ ସହିତ ଉପସ୍ଥିତ ରହିବା, ତାଙ୍କର ପରିବାରକୁ ସାନ୍ତ୍ୱନା ଦେବା ଏବଂ ତା ସହିତ ସେମାନଙ୍କ ପରିବାର ଉପରକୁ କାମନା କରିବା। ନିଶ୍ଚିତ ଭାବରେ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି ତାଙ୍କର ଡକ୍ଟର ଦେବେନ୍ଦ୍ର ପ୍ରଧାନଙ୍କର ତାଙ୍କର ଅମର ଆତ୍ମାର ସଦ୍ଗତି ଆସୁ ଏବଂ ତାହା ସହିତ ସନ୍ତପ୍ତ ପରିବାର ବି ସୁଖ ଆନନ୍ଦ ଆସୁ, ଶାନ୍ତି ଲାଭ କରନ୍ତୁ ଏବଂ ସେମାନେ ଏଇଭଳି ଭାବରେ ଏ ସମାଜ ପାଇଁ, ଏ ରାଜ୍ୟ ପାଇଁ, ଦେଶ ପାଇଁ ତାଙ୍କର ସେବା ମନୋଭାବ ରହିଛି। ପରିବାର ସମ୍ପୂର୍ଣ୍ଣ ଭାବରେ ସମାଜକୁ ତାଙ୍କର ଯେଉଁ ଅବଦାନ ରହିଛି ପରିବାରର ସେମିତି ଅବଦାନ ରହୁ। ଇଏ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ମୋର ଧନ୍ୟବାଦ।